ସମସ୍ତଙ୍କୁ ଖ୍ରୀଷ୍ଟୀୟ ପ୍ରେମରେ ମୋର ନମସ୍କାର। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଆଜିକା ଜଗତରେ ଲୋକମାନେ ସକାଳେ ଉଠି ଆଗେ ଦେଖୁଛନ୍ତି ନିଜ ମୋବାଇଲ ଚାର୍ଜ ଅଛି କି ନାହିଁ, କିନ୍ତୁ ନିଜ ଆତ୍ମିକ ଜୀବନ ପ୍ରତି ସେମାନେ ମନୋଯୋଗୀ ନାହାନ୍ତି ଯେ ମୋର ଆତ୍ମିକ ଜୀବନ କ'ଣ ଚାର୍ଜ ରହୁଛି କି। ପ୍ରଭୁ ଯୀଶୁ କହୁଛନ୍ତି ପରୀକ୍ଷାରେ ଯେପରି ନ ପଡ଼, ଜାଗି ରହି ପ୍ରାର୍ଥନା କର। ଆମେ ଯୋସେଫଙ୍କ ଜୀବନରେ ଦେଖୁଛେ କୋଉପରି ଶୈତାନ ତାଙ୍କ ଜୀବନରେ ପ୍ରଲୋଭନ ଆଣିଲା। ଗୋଟେ ସୁନ୍ଦର ସ୍ତ୍ରୀକୁ ଆଣି ତା ସାମ୍ନାରେ ଛିଡ଼ା କଲା। ପାଉଲ କୁହନ୍ତି ଶୈତାନ ଯେ କେବଳ ସିଂହ ବେଶ ଧାରଣ କରେ ତାହା ନୁହେଁ, ସେ ସ୍ୱର୍ଗଦୂତଙ୍କ ବେଶ ବି ଧାରଣ କରିପାରେ। କିନ୍ତୁ ସେଠି ଯୋସେଫ ପଡ଼ିଲେ ନାହିଁ, ସେ ସେଠୁ ବାହାରି ଆସିଲେ, କାରଣ ସେ ଚାର୍ଜରେ ରହୁଥିଲେ। ପରମେଶ୍ୱରଙ୍କ ସହିତ ତାଙ୍କର ସେହିପରି ଘନିଷ୍ଠତା ଥିଲା, ସେଥିପାଇଁ ସେ ପ୍ରଲୋଭନ ଉପରେ ଜୟଲାଭ କରିପାରିଲେ। ଲୋକ 12:35 ଲେଖାଯାଏ, ତୁମମାନଙ୍କ କୋଟି ବନ୍ଧା ଥାଉ ଓ ପ୍ରଦୀପ ଜଳୁଥାଉ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।